ଏକାଦଶ ଅଧ୍ୟାୟ ଆରମ୍ଭ। ଆଜି ଆମେ ଶୁଣିବା ସଂକ୍ଷିପ୍ତ ଶିବପୁରାଣର ପବିତ୍ର କଥା। ଶିବଲିଙ୍ଗର ସ୍ଥାପନା, ତାହାର ଲକ୍ଷଣ ଓ ପୂଜାବିଧି ତଥା ଶିବପଦ ପ୍ରାପ୍ତି କରାଉଥିବା ସତ୍କର୍ମର ବିବେଚନ। ଋଷିମାନେ ପଚାରିଲେ, ସୂତ ମହାଭାଗ, ଶିବଲିଙ୍ଗର ସ୍ଥାପନ କିପରି କରିବା ଉଚିତ? ତାହାର ଲକ୍ଷଣ କ'ଣ? ତଥା ତାହାର ପୂଜା କେଉଁପରି କେଉଁ ଦେଶ ବା କାଳରେ କରିବା ଉଚିତ ଏବଂ କେଉଁ ଦ୍ରବ୍ୟ ଦ୍ୱାରା ତାହା ନିର୍ମାଣ କରିବା ଉଚିତ? ସୂତ କହିଲେ, ମହର୍ଷିଗଣ, ମୁଁ ତୁମମାନଙ୍କ ଆଗରେ ଏହି ବିଷୟରେ ବର୍ଣ୍ଣନା କରୁଛି। ମନ ଦେଇ ଶୁଣ ଓ ବୁଝ। ଅନୁକୂଳ ଓ ଶୁଭ ସମୟ ଦେଖି କୌଣସି ପବିତ୍ର ତୀର୍ଥ ବା ନଦୀ ଆଦିର ତଟରେ ନିଜ ରୁଚି ଅନୁସାରେ ଏପରି ସ୍ଥାନରେ ଶିବଲିଙ୍ଗ ସ୍ଥାପନ କରିବା ଉଚିତ, ଯେଉଁଠି ନିତ୍ୟ ପୂଜନ କରିବା ସମ୍ଭବପର ହୋଇଥିବ। ପାର୍ଥିବ ଦ୍ରବ୍ୟରେ, ଜଳମୟ ଦ୍ରବ୍ୟରେ ଅଥବା ତୈଜସ ପଦାର୍ଥରେ ନିଜ ରୁଚି ଅନୁସାରେ କଳ୍ପୋକ୍ତ ଲକ୍ଷଣଯୁକ୍ତ ଶିବଲିଙ୍ଗ ନିର୍ମାଣ କରି ତାହାକୁ ପୂଜା କଲେ ଉପାସକକୁ ସେହି ପୂଜନର ପୂର୍ଣ୍ଣ ଫଳ ପ୍ରାପ୍ତ ହୁଏ। ଯଦି ସମସ୍ତ ଶୁଭ ଲକ୍ଷଣଯୁକ୍ତ ଶିବଲିଙ୍ଗକୁ ପୂଜା କରାଯାଏ, ତେବେ ତାହା ଅବିଳମ୍ବେ ଫଳ ପ୍ରଦାନ କରିଥାଏ। ଯଦି ଜଳ ପ୍ରତିଷ୍ଠା କରିବାକୁ ଥିବ, ତେବେ ଛୋଟ ଶିବଲିଙ୍ଗ ଅଥବା ବିଗ୍ରହ ଶ୍ରେଷ୍ଠ। ଉତ୍ତମ ଲକ୍ଷଣଯୁକ୍ତ ଶିବଲିଙ୍ଗକୁ ପୀଠ ସହିତ ସ୍ଥାପନ କରିବା ଉଚିତ। ଶିବଲିଙ୍ଗର ପୀଠ ମଣ୍ଡଳାକାର, ଚାରିକୋଣିଆ, ତ୍ରିକୋଣାକାର ଅଥବା ଖଟର ଗୋଡ଼ ପରି ଉପର ଓ ତଳ ମୋଟା ଏବଂ ମଧ୍ୟଭାଗ ପତଳା ହେବା ଉଚିତ। ଏପରି ଲିଙ୍ଗ ପୀଠ ମହାନ ଫଳଦାୟକ ହୋଇଥାଏ। ପ୍ରଥମେ ମାଟି, ପଥର ଇତ୍ୟାଦିରେ ଅଥବା ଲୌହାଦିରେ ଶିବଲିଙ୍ଗ ନିର୍ମାଣ କରିବା ଉଚିତ। ଯେଉଁ ଦ୍ରବ୍ୟରେ ଶିବଲିଙ୍ଗ ନିର୍ମାଣ ହେବ, ସେଥିରେ ତାହାର ପୀଠ ମଧ୍ୟ ନିର୍ମିତ ହେବା ଉଚିତ। ଏହା ହିଁ ସ୍ଥାବର ଶିବଲିଙ୍ଗ ବିଷୟରେ ମୁଖ୍ୟ କଥା। ଚର ଶିବଲିଙ୍ଗରେ ମଧ୍ୟଲିଙ୍ଗ ଓ ପାଠର ଉପାଦାନ ସମାନ ହେବା ଉଚିତ, କିନ୍ତୁ ବାଣଲିଙ୍ଗ ପାଇଁ ଏପରି ନିୟମ ନାହିଁ। ଲିଙ୍ଗର ଲମ୍ବ ନିର୍ମାଣକାରୀ ଓ ସ୍ଥାପନକାରୀ ଯଜମାନ ହାତରେ 12 ଅଙ୍ଗୁଳି ପରିମିତି ହେବା ଆବଶ୍ୟକ। ଏପରି ଶିବଲିଙ୍ଗକୁ ଉତ୍ତମ କୁହାଯାଏ। ଏହାଠାରୁ କମ୍ ଲମ୍ବରେ ହେଲେ ଫଳରେ ନ୍ୟୁନତା ଆସିଥାଏ, ଅଧିକ ହେଲେ କୌଣସି ଦୋଷ ନାହିଁ। ଚରଲିଙ୍ଗରେ ମଧ୍ୟ ସେପରି କିଛି ନିୟମ ରହିଛି। ତାହାର ଲମ୍ବ ଅତି କମ୍ରେ କର୍ତ୍ତାର 1 ଅଙ୍ଗୁଳି ପରିମିତ ହେବା ଉଚିତ। ଏହାଠାରୁ ଛୋଟ ଲିଙ୍ଗ ଅଳ୍ପ ଫଳ ଦେଇଥାଏ, କିନ୍ତୁ ଏହାଠାରୁ ଅଧିକ ହେଲେ କିଛି ଦୋଷ ନାହିଁ। ଯଜମାନ ପ୍ରଥମେ ଶିଳ୍ପଶାସ୍ତ୍ର ଅନୁସାରେ ଗୋଟିଏ ବିମାନ ବା ଦେବାଳୟ ନିର୍ମାଣ କରାଇବେ, ଯାହାକି ଦେବଗଣଙ୍କ ମୂର୍ତ୍ତିର ଅଳଙ୍କୃତ ହୋଇଥିବ। ତାହାର ଗର୍ଭଗୃହ ଅତ୍ୟନ୍ତ ସୁନ୍ଦର, ସୁଦୃଢ଼ ଓ ଦର୍ପଣ ପରି ସ୍ୱଳ୍ପ ହୋଇଥିବ। ତାହାକୁ 9 ପ୍ରକାର ରତ୍ନରେ ବିଭୂଷିତ କରାଯାଇଥିବ। ତାର ପୂର୍ବ ଓ ପଶ୍ଚିମ ଦିଗରେ 2ଟି ମୁଖ୍ୟ ଦ୍ୱାର ଥିବ। ଯେଉଁଠି ଶିବଲିଙ୍ଗ ସ୍ଥାପନ କରାଯିବ, ସେଠାକାର ଗର୍ତ୍ତରେ ନୀଳମଣି, ଲାଲ ରତ୍ନ, ବୈଦୁର୍ଯ୍ୟ, ଶ୍ୟାମ, ମରକତ, ମୋତି, ପ୍ରବାଳ, ଗୋମଦ ଓ ହୀରା ଏହି 9ଟି ରତ୍ନ ତଥା ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ଦ୍ରବ୍ୟ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ପୋତିବେ। ସଦ୍ୟଜାତ ଆଦି 5ଟି ବୈଦିକ ମନ୍ତ୍ର ଦ୍ୱାରା ଶିବଲିଙ୍ଗକୁ 5ଟି ସ୍ଥାନରେ ପୂଜା କରି ଅଗ୍ନିରେ ହବିଷ୍ୟ ଆହୁତି ଦେବେ ଓ ସପରିବାର ମୋତେ ପୂଜା କରି ଗୁରୁସ୍ୱରୂପ ଆଚାର୍ଯ୍ୟକୁ ଧନରେ ତଥା ଭାଇ ବନ୍ଧୁଙ୍କୁ ସେମାନଙ୍କ ଅଭିଳାଷିତ ବସ୍ତୁରେ ସନ୍ତୁଷ୍ଟ କରିବେ। ଭିକ୍ଷୁକମାନଙ୍କୁ ଜଡ଼ ତଥା ଚେତନ ବୈଭବ ପ୍ରଦାନ କରିବେ। ସ୍ଥାବର ଜଙ୍ଗମ ସମସ୍ତ ଜୀବଙ୍କୁ ଯତ୍ନପୂର୍ବକ ସନ୍ତୁଷ୍ଟ କରି ଗୋଟିଏ ଗର୍ତ୍ତରେ ସୁବର୍ଣ୍ଣ ଓ ନବରତ୍ନ ପକାଇ ସଦ୍ୟୋଜାତ ଆଦି ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ପରମ କଲ୍ୟାଣକାରୀ ମହାଦେବଙ୍କୁ ଧ୍ୟାନ କରିବେ। ତାପରେ ନାଦଘୋଷ ଯୁକ୍ତ ମହାମନ୍ତ୍ର ଓଁକାର ଉଚ୍ଚାରଣ ପୂର୍ବକ ଉକ୍ତ ଗର୍ତ୍ତରେ ଶିବଲିଙ୍ଗ ସ୍ଥାପନ କରି ତାହାକୁ ପୀଠ ସହ ସଂଯୁକ୍ତ କରିବେ। ଏହି ରୂପେ ପୀଠଯୁକ୍ତ ଲିଙ୍ଗ ସ୍ଥାପନ କରି ତାହାକୁ ସ୍ଥାୟୀ ଲୌପ ଦ୍ୱାରା ଯୋଡ଼ି ସ୍ଥିର କରିଦେବେ। ଏହିପରି ସେଠାରେ ପରମ ସୁନ୍ଦର ମୂର୍ତ୍ତି ମଧ୍ୟ ସ୍ଥାପନ କରିବା ଉଚିତ। ସାରାଂଶ ଏହି ଯେ, ଭୂମି ସଂସ୍କାର ଇତ୍ୟାଦିର ସମସ୍ତ ବିଧିକୁ ଲିଙ୍ଗ ପ୍ରତିଷ୍ଠା ନିମନ୍ତେ ଯେପରି କରିବାକୁ ନିର୍ଦ୍ଦେଶ ରହିଛି, ସେପରି ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ମଧ୍ୟ କରିବେ। ଅନ୍ତର କେବଳ ଏତିକି ଯେ, ଲିଙ୍ଗ ପ୍ରତିଷ୍ଠା ନିମନ୍ତେ ପ୍ରଣବ ମନ୍ତ୍ର ଉଚ୍ଚାରଣ କରିବାର ବିଧାନ ରହିଥିବା ବେଳେ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ପଞ୍ଚାକ୍ଷର ମନ୍ତ୍ର ଉଚ୍ଚାରଣ କରିବାର ବିଧାନ ରହିଛି। ଯେଉଁଠି ଲିଙ୍ଗ ପ୍ରତିଷ୍ଠା ହେଉଛି, ସେଠାରେ ମଧ୍ୟ ଉତ୍ସବ ସମୟରେ ବାହାରକୁ ଶୋଭାଯାତ୍ରାରେ ବାହାରିବା ପାଇଁ ମୂର୍ତ୍ତି ରଖିବା ଆବଶ୍ୟକ। ମୂର୍ତ୍ତି ବାହାରୁ ମଧ୍ୟ ନିଆଯାଇପାରେ, କିନ୍ତୁ ତାହାକୁ ଗୁରୁଜନଙ୍କ ଠାରୁ ଗ୍ରହଣ କରିବେ। ବାହାରୁ କେବଳ ସେହି ମୂର୍ତ୍ତି ନେବା ଉପଯୁକ୍ତ ଯେଉଁ ମୂର୍ତ୍ତି ସାଧୁ ପୁରୁଷଙ୍କ ଦ୍ୱାରା ପୂଜିତ ହେଉଥିବେ। ଏହି ରୂପେ ଲିଙ୍ଗରେ ଓ ମୂର୍ତ୍ତିରେ କରାଯାଉଥିବା ଶିବପୂଜା ଶିବପଦ ପ୍ରଦାନ କରିଥାଏ।
ସ୍ଥାବର ଓ ଜଙ୍ଗମ ଭେଦରେ ଲିଙ୍ଗ ମଧ୍ୟ ଦୁଇ ପ୍ରକାରର। ବୃକ୍ଷ, ଲତା ଇତ୍ୟାଦିକୁ ସ୍ଥାବର ଲିଙ୍ଗ କହନ୍ତି ଏବଂ କୃମି, କୀଟ ଆଦିଙ୍କୁ ଜଙ୍ଗମ ଲିଙ୍ଗ କହନ୍ତି। ସ୍ଥାବର ଲିଙ୍ଗକୁ ଜଳାଦି ଦେଇ ସେବା କରିବା ଉଚିତ ଏବଂ ଜଙ୍ଗମ ଲିଙ୍ଗକୁ ଆହାର ଓ ଜଳାଦି ଦେଇ ତୃପ୍ତ କରିବା ଉଚିତ। ସେହି ସ୍ଥାବର ଓ ଜଙ୍ଗମ ଜୀବଙ୍କୁ ସୁଖ ଦେବାରେ ଅନୁରକ୍ତ ହେବା ମଧ୍ୟ ଭଗବାନ ଶିବଙ୍କର ପୂଜନ ବୋଲି ବିଦ୍ୱାନମାନେ ଗ୍ରହଣ କରିଛନ୍ତି। ଉପରୋକ୍ତ ପ୍ରକାରେ ମହାଲିଙ୍ଗ ସ୍ଥାପନ କରି ବିବିଧ ଉପଚାର ଦ୍ୱାରା ପୂଜା କରିବେ। ନିଜ ଶକ୍ତି ଅନୁସାରେ ନିତ୍ୟ ପୂଜା କରିବା ଉଚିତ ଏବଂ ଦେବାଳୟ ନିକଟରେ ଧ୍ୱଜାରୋପଣ ଇତ୍ୟାଦି କରିବା ଉଚିତ। ଶିବଲିଙ୍ଗ ସାକ୍ଷାତ ଶିବଙ୍କ ପଦ ପ୍ରଦାନ କରିଥାଏ। ଅଥବା ଚରଲିଙ୍ଗକୁ 16 ଉପଚାର ଦ୍ୱାରା ଯଥୋଚିତ ରୀତିରେ କ୍ରମଶଃ ପୂଜା କଲେ ତାହା ମଧ୍ୟ ଶିବପଦ ପ୍ରଦାନ କରିଥାଏ। ଆବାହନ, ଆସନ, ଅର୍ଘ୍ୟ, ପାଦ୍ୟ, ପଦ୍ୟଙ୍କ ଆଚମନ, ଅଭ୍ୟଙ୍ଗ ସ୍ନାନ, ବସ୍ତ୍ର ଓ ଉପବୀତ ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ତାମ୍ବୁଳ ଅର୍ପଣ, ନୀରାଜନ, ନମସ୍କାର ଓ ବିସର୍ଜନ ଏହା ହେଲା 16 ଉପଚାର। ଅଥବା ଅର୍ଘ୍ୟଠାରୁ ଆରମ୍ଭ କରି ନୈବେଦ୍ୟ ପର୍ଯ୍ୟନ୍ତ ବିଧିବତ ପୂଜା କରିବେ। ଅଭିଷେକ, ନୈବେଦ୍ୟ, ନମସ୍କାର ଓ ତର୍ପଣ ଏଗୁଡ଼ିକ ଯଥାଶକ୍ତି ନିତ୍ୟ କରିବେ। ଏପରି ଶିବ ପୂଜନ ଶିବପଦ ପ୍ରାପ୍ତ କରାଇଥାଏ। ଅଥବା କୌଣସି ମନୁଷ୍ୟ ଦ୍ୱାରା ସ୍ଥାପିତ ଶିବଲିଙ୍ଗ, ଋଷିଙ୍କ ଦ୍ୱାରା ସ୍ଥାପିତ ଶିବଲିଙ୍ଗ, ଦେବତାଙ୍କ ଦ୍ୱାରା ସ୍ଥାପିତ ଶିବଲିଙ୍ଗ, ଆପେ ଆପେ ପ୍ରକଟ ହୋଇଥିବା ସ୍ୱୟମ୍ଭୁ ଲିଙ୍ଗ ଏବଂ ନିଜ ଦ୍ୱାରା ସ୍ଥାପନ ନୂତନ ଶିବଲିଙ୍ଗଙ୍କୁ ମଧ୍ୟ ଉପଚାର ସମର୍ପଣ ପୂର୍ବକ ଯଥାସମ୍ଭବ ପୂଜା କଲେ ବା ପୂଜନ ସାମଗ୍ରୀ ପ୍ରଦାନ କଲେ ମନୁଷ୍ୟ ଉପରୋକ୍ତ ଫଳ ପାଇଥାଏ। କ୍ରମଶଃ ପରିକ୍ରମା ଓ ନମସ୍କାର କଲେ ମଧ୍ୟ ଶିବଲିଙ୍ଗ ଶିବପଦ ପ୍ରଦାନ କରିଥାଏ। ଯଦି ନିୟମ ପୂର୍ବକ ଶିବଲିଙ୍ଗର ଦର୍ଶନ କରାଯାଏ ତାହା ମଧ୍ୟ କଲ୍ୟାଣକାରୀ ହୋଇଥାଏ। ମାଟିରେ, ଅଟାରେ, ଗାଈ ଗୋବରରେ, ଫୁଲରେ, କନିଆର ଫୁଲରେ, ଗୁଡ଼ରେ, ଲହୁଣୀରେ, ଭସ୍ମ ଅଥବା ଅନ୍ନର ମଧ୍ୟ ନିଜ ରୁଚି ଅନୁସାରେ ଶିବଲିଙ୍ଗ ନିର୍ମାଣ କରି ତଦନୁସାରେ ତାହାର ପୂଜା କରିପାରିବେ। ଅଥବା ପ୍ରତିଦିନ 10,000 ପ୍ରଣବ ମନ୍ତ୍ର ଜପ କରିବେ ଅଥବା ଉଭୟ ସନ୍ଧ୍ୟାରେ 1000 ଲେଖାଏଁ ପ୍ରଣବ ଜପ କରିବେ। ଏହି କ୍ରମ ମଧ୍ୟ ଶିବପଦ ପ୍ରାପ୍ତି କରାଇଥାଏ ବୋଲି ଜାଣିବା ଉଚିତ। ଜପ କାଳରେ ମକାରାନ୍ତ ପ୍ରଣବ ଉଚ୍ଚାରଣ ମନକୁ ଶୁଦ୍ଧ କରିଥାଏ। ସମାଧିରେ ମାନସିକ ଜପର ବିଧାନ ରହିଛି। ଅନ୍ୟ ସବୁ ସମୟରେ ଉପାଂଶୁ ଜପ କରିବା ଉଚିତ। ନାଦ ଓ ବିନ୍ଦୁରେ ଯୁକ୍ତ ଓଁକାର ଉଚ୍ଚାରଣକୁ ବିଦ୍ୱାନ ପୁରୁଷ ସମାନ ପ୍ରବଣ କହିଥାନ୍ତି। ଯଦି ପ୍ରତିଦିନ ଆଧାରପୂର୍ବକ 10,000 ପଞ୍ଚାକ୍ଷର ମନ୍ତ୍ର ଜପ କରାଯାଏ ଅଥବା ଉଭୟ ସନ୍ଧ୍ୟାରେ 1000 ଲେଖାଏଁ ଜପ କରାଯାଏ ତେବେ ତାହାକୁ ଶିବପଦ ପ୍ରାପ୍ତିକାରକ ବୋଲି ବୁଝିବା ଉଚିତ। ବ୍ରାହ୍ମଣଙ୍କ ପାଇଁ ଆରମ୍ଭରେ ପ୍ରଣବଯୁକ୍ତ କରି ପଞ୍ଚାକ୍ଷର ମନ୍ତ୍ର ଜପିବା ଉତ୍ତମ। କଳସ ଦ୍ୱାରା କରାଯାଇଥିବା ସ୍ନାନ, ମନ୍ତ୍ର ଦୀକ୍ଷା, ମାତୃକାନ୍ୟାସ, ସତ୍ୟପୂଜା, ବ୍ରାହ୍ମଣ ତଥା ଜ୍ଞାନୀ ଗୁରୁ ଏ ସମସ୍ତ ଉତ୍ତମ ବୋଲି ଧରାଯାଏ। ଦ୍ୱିଜଙ୍କ ପାଇଁ ନମଃ ଶିବାୟ ଉଚ୍ଚାରଣ କରିବାର ବିଧାନ ରହିଛି। ଦ୍ୱିଜୋତ୍ତରଙ୍କ ପାଇଁ ଶେଷରେ ନମଃ ଯୋଡ଼ି ଦେବାର ବିଧି ଅଛି, ଅର୍ଥାତ୍ ସେମାନେ ଶିବାୟ ନମଃ ଉଚ୍ଚାରଣ କରିବେ। ନାରୀମାନଙ୍କ ପାଇଁ କେଉଁଠି କେଉଁଠି ବିଧିପୂର୍ବକ ନମୋନ୍ତ ଉଚ୍ଚାରଣ କରିବାର ବିଧାନ ଅଛି, ଅର୍ଥାତ୍ ସେମାନେ ମଧ୍ୟ ଶିବାୟ ନମଃ ଜପିବେ। କେତେକ ଋଷି ବ୍ରାହ୍ମଣୀଙ୍କ ପାଇଁ ନମଃ ପୂର୍ବକ ଶିବାୟ ଜପିବାକୁ ଅନୁମତି ଦିଅନ୍ତି, ଅର୍ଥାତ୍ ସେମାନେ ନମଃ ଶିବାୟ ଜପିବେ। ପଞ୍ଚାକ୍ଷର ମନ୍ତ୍ରକୁ 5 କୋଟି ଜପି ମନୁଷ୍ୟ ଭଗବାନ ସଦାଶିବଙ୍କ ସମାନ ହୋଇଯାଏ। 1 କୋଟି, 2 କୋଟି, 3 କୋଟି ବା 4 କୋଟି ଜପ କଲେ ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ, ରୁଦ୍ର ଓ ମହେଶ୍ୱରଙ୍କ ପଦ ପ୍ରାପ୍ତ ହୋଇଥାଏ। ଅଥବା ମନ୍ତ୍ରରେ ଯେତିକି ଅକ୍ଷର ରହିଛି ସେଗୁଡ଼ିକୁ ପୃଥକ ପୃଥକ କରି ଲକ୍ଷ ଲେଖାଏଁ ଜପିବେ ଅଥବା ସମସ୍ତ ଅକ୍ଷରକୁ ଏକାଠି କଲେ ଯେତିକି ଅକ୍ଷର ହେବ ସେତିକି ଲକ୍ଷ ଜପିବେ। ଏପରି ଜପ ଶିବପଦ ପ୍ରାପ୍ତିକାରକ ବୋଲି ବୁଝିବା ଉଚିତ। ଯଦି 1000 ଦିନ ଭିତରେ ପ୍ରତିଦିନ 1000 ଲେଖାଏଁ ଜପ କ୍ରମରେ 10 ଲକ୍ଷ ପଞ୍ଚାକ୍ଷର ମନ୍ତ୍ର ଜପ ପୂର୍ଣ୍ଣ ହୋଇଯାଏ ଏବଂ ପ୍ରତିଦିନ ବ୍ରାହ୍ମଣଙ୍କୁ ଭୋଜନ ଦିଆଯାଏ ତେବେ ସେହି ମନ୍ତ୍ର ଦ୍ୱାରା ଅଭୀଷ୍ଟ କାର୍ଯ୍ୟ ସିଦ୍ଧ ହେବାକୁ ଲାଗେ। ବ୍ରାହ୍ମଣ ପ୍ରତିଦିନ ସକାଳୁ 1008 ଥର ଗାୟତ୍ରୀ ଜପିବା ଉଚିତ। ଏପରି କଲେ କ୍ରମଶଃ ଶିବପଦ ପ୍ରାପ୍ତ ହୋଇଥାଏ। ବେଦମନ୍ତ୍ର ଓ ବୈଦିକ ସୂକ୍ତ ମଧ୍ୟ ନିୟମ ପୂର୍ବକ ଜପ କରିବା ଉଚିତ। ବେଦମାନଙ୍କର ପାରାୟଣ ମଧ୍ୟ ଶିବପଦ ପ୍ରାପ୍ତ କରିଥାଏ ବୋଲି ବୁଝିବା ଉଚିତ। ଅନ୍ୟାନ୍ୟ ମନ୍ତ୍ରକୁ ମଧ୍ୟ ଯେତିକି ଅକ୍ଷର ସେଥିରେ ଥାଏ ସେତିକି ଲକ୍ଷ ଜପ କରିବା ଉଚିତ। ଏପରି ଯେ ଯଥାଶକ୍ତି ଜପ କରେ ସେ କ୍ରମଶଃ ଶିବପଦ ପ୍ରାପ୍ତ କରିଥାଏ। ନିଜ ରୁଚି ଅନୁସାରେ କୌଣସି ମନ୍ତ୍ରକୁ ଆଦିରେ ନେଇ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଦିନ ଜପ କରିବା ଉଚିତ ଅଥବା ଓମ୍କୁ ପ୍ରତିଦିନ 1000 ସଂଖ୍ୟାରେ ଜପିବା ଉଚିତ।
ଏପରି କଲେ ଭଗବାନ ଶିବଙ୍କ ଆଜ୍ଞାରେ ସମସ୍ତ ମନୋରଥ ପୂର୍ଣ୍ଣ ହୋଇଥାଏ। ଯେଉଁ ବ୍ୟକ୍ତି ଶିବଙ୍କ ପାଇଁ ଫୁଲ ବଗିଚା ଇତ୍ୟାଦି ତିଆରି କରେ ଏବଂ ଶିବଙ୍କ ସେବା କାର୍ଯ୍ୟ ରୂପେ ମନ୍ଦିରରେ ଝାଡ଼ୁ ଦେବା ବା ପରିଷ୍କାର କରିବାର ବ୍ୟବସ୍ଥା କରେ, ସେ ଏହି ପୁଣ୍ୟକର୍ମରୁ ଶିବପଦ ପ୍ରାପ୍ତି କରିଥାଏ। ଶିବଙ୍କର କାଶୀ ଆଦି କ୍ଷେତ୍ରରେ ଭକ୍ତିପୂର୍ବକ ନିତ୍ୟ ନିବାସ କରିବା ଉଚିତ। ଏହା ଜଡ଼ ଚେତନ ସମସ୍ତଙ୍କୁ ଭୋଗ ଓ ମୋକ୍ଷ ପ୍ରଦାନ କରେ। ତେଣୁ ବିଦ୍ୱାନ ବ୍ୟକ୍ତି ଶିବଙ୍କ କ୍ଷେତ୍ରରେ ଆମରଣ ନିବାସ କରିବା ଉଚିତ। ପୁଣ୍ୟ କ୍ଷେତ୍ରରେ ସ୍ଥିତ କୂପ, ପୁଷ୍କରିଣୀ, ଜଳାଶୟ ଇତ୍ୟାଦିକୁ ଶିବଗଙ୍ଗା ବୋଲି ବୁଝିବା ଉଚିତ। ଏହା ଶିବଙ୍କର ବଚନ। ସେଠାରେ ସ୍ନାନ, ଦାନ ଓ ଜପ କରି ମନୁଷ୍ୟ ଶିବଙ୍କୁ ପାଇଥାଏ। ତେଣୁ ମୃତ୍ୟୁ ପର୍ଯ୍ୟନ୍ତ ଶିବଙ୍କ କ୍ଷେତ୍ରରେ ଆଶ୍ରୟ ନେଇ ରହିବା ଉଚିତ। ଯେ ଶିବ କ୍ଷେତ୍ରରେ ନିଜର କୌଣସି ମୃତ ସମ୍ପର୍କୀୟଙ୍କ ଦାହ, ଦଶାହ, ମାସିକ ଶ୍ରାଦ୍ଧ, ସପିଣ୍ଡୀକରଣ ବା ବାର୍ଷିକ ଶ୍ରାଦ୍ଧ କରେ ଅଥବା କେବେ ଶିବ କ୍ଷେତ୍ରରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରେ, ସେ ତତ୍କ୍ଷଣାତ୍ ସବୁ ପାପରୁ ମୁକ୍ତ ହୋଇଯାଏ ଏବଂ ଶେଷରେ ଶିବପଦ ପ୍ରାପ୍ତ ହୁଏ। ଅଥବା ଶିବ କ୍ଷେତ୍ରରେ 7, 5, 3 ବା 1 ରାତି ନିବାସ କଲେ ମଧ୍ୟ ମନୁଷ୍ୟକୁ କ୍ରମଶଃ ଶିବପଦ ପ୍ରାପ୍ତ ହୋଇଯାଏ। ଜଗତରେ ନିଜ ନିଜ ବର୍ଣ୍ଣ ଅନୁରୂପେ ସଦାଚାର ପାଳନ କଲେ ମଧ୍ୟ ମନୁଷ୍ୟ ଶିବପଦ ଲାଭ କରେ। ସେ ବର୍ଣ୍ଣାନୁକୂଳ ଆଚରଣ ଦ୍ୱାରା ତଥା ଭକ୍ତିଭାବ ଦ୍ୱାରା ନିଜ ସକର୍ମର ଅତିଶୟ ଫଳ ପ୍ରାପ୍ତ ହୁଏ। କାମନା ପୂର୍ବକ କରାଯାଉଥିବା କର୍ମର ଅଭୀଷ୍ଟ ଫଳକୁ ସେ ଖୁବ୍ ଶୀଘ୍ର ପ୍ରାପ୍ତ ହୁଏ। ନିଷ୍କାମ ଭାବରେ କରାଯାଉଥିବା ସମସ୍ତ କର୍ମ ତ ସାକ୍ଷାତ୍ ଶିବପଦ ପ୍ରଦାନ କରିଥାଏ। ଦିନର 3ଟି ବିଭାଗ ରହିଛି, ପ୍ରାତଃ, ମଧ୍ୟାହ୍ନ ଓ ସାୟାହ୍ନ। ଏହି 3 କାଳରେ କ୍ରମଶଃ ଗୋଟିଏ ଗୋଟିଏ ପ୍ରକାର କର୍ମ ସମ୍ପାଦନ କରାଯାଏ। ପ୍ରାତଃକାଳ ଶାସ୍ତ୍ର ବିହିତ ନିତ୍ୟକର୍ମ ଅନୁଷ୍ଠାନ ପାଇଁ, ମଧ୍ୟାହ୍ନ କାଳ ସକାଳ କର୍ମ ଏବଂ ସାୟକାଳ ଶାନ୍ତି କର୍ମ ପାଇଁ ଉପଯୁକ୍ତ ବୋଲି ଜାଣିବା ଉଚିତ। ମଧ୍ୟାହ୍ନ କାଳ ସକାମ କର୍ମ ପାଇଁ ଏବଂ ସାୟଂକାଳ ଶାନ୍ତି କର୍ମ ପାଇଁ ଉପଯୁକ୍ତ ବୋଲି ଜାଣିବା ଉଚିତ। ଏହିପରି ରାତ୍ରିର ମଧ୍ୟ ସମୟ ବିଭାଜନ ରହିଛି। ରାତିର 4 ପ୍ରହରରୁ ମଧ୍ୟବର୍ତ୍ତୀ 2ଟି ପ୍ରହରକୁ ନିଶାଥ କାଳ କୁହାଯାଏ। ରାତିର 4 ପ୍ରହରରୁ ମଧ୍ୟବର୍ତ୍ତୀ 2ଟି ପ୍ରହରକୁ ନିଶୀଥ କାଳ କୁହାଯାଏ। ବିଶେଷତଃ ସେହି କାଳରେ କରାଯାଉଥିବା ଶିବଙ୍କ ପୂଜା ଅଭୀଷ୍ଟ ଫଳଦାୟକ ହୋଇଥାଏ। ଏହା ଜାଣି ଯେଉଁ ବ୍ୟକ୍ତି କର୍ମ କରେ ସେ ଯଥେଷ୍ଟ ଫଳଭାଗୀ ହୋଇଥାଏ। ଏହା ଜାଣି ଯେଉଁ ବ୍ୟକ୍ତି କର୍ମ କରେ ସେ ଯଥୋକ୍ତ ଫଳଭାଗୀ ହୋଇଥାଏ। ବିଶେଷତଃ କଳିଯୁଗରେ କର୍ମ ଦ୍ୱାରା ହିଁ ଫଳସିଦ୍ଧି ହୋଇଥାଏ। ନିଜ ନିଜ ଅଧିକାର ଅନୁସାରେ ଉପରୋକ୍ତ କୌଣସି କର୍ମ ଦ୍ୱାରା ଶିବ ଆରାଧନା କରୁଥିବା ବ୍ୟକ୍ତି ଯଦି ସଦାଚାରୀ ହୋଇଥାଏ ଓ ପାପକୁ ଭୟ କରୁଥାଏ, ତେବେ ସେ ସେହି ସବୁ କର୍ମର ପୂର୍ଣ୍ଣ ଫଳ ନିଶ୍ଚୟ ଲାଭ କରେ। ଋଷିମାନେ କହିଲେ, ସୁତ ମହାଭାଗ, କେଉଁ କେଉଁ ପୁଣ୍ୟକ୍ଷେତ୍ରରେ ଆଶ୍ରୟ ନେଇ ସମସ୍ତ ନରନାରୀ ଶିବପଦ ପ୍ରାପ୍ତ ହୋଇପାରିବେ ତାହା ଆମକୁ ସଂକ୍ଷେପରେ କୁହନ୍ତୁ। ଅଧ୍ୟାୟ 11 ସମାପ୍ତ ହୋଇଛି। ଯଦି ଏ ଭିଡ଼ିଓଟି ପସନ୍ଦ ଆସେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।